No growth is not in her. हेलो फ्रेंड, वेलकम टू ट्रेड ऑर्बिट। फ्रेंड, मु काली आपनक सहित एमएसडी हिस्टोग्राम रे केमिति आमे ट्रेड सेटअप बनेबा ता ऊपर गोटे ट्रेड सेटअप आपन सहित शेयर करथिली। आपन जानिचंती एमएसडी गोटे एमितिया इंडिकेटर जे कि ट्रेंड स्ट्रेंथ, रिवर्सल एंड ट्रेंड डायरेक्शन सब तीनटा जाक कांसेप्ट को मध्य इंडिकेट करिया पई तापर कैपेबिलिटी अछि। ଏବଂ ମୁଁ କାଲି ସେୟାର କରିଥିଲି ଯେ କେବଳ ହିଷ୍ଟୋଗ୍ରାମକୁ ୟୁଜ୍ କରିକିରି କେମିତି ଆମେ MACDର ମାନେ ଆମ ଟ୍ରେଡ୍ ସେଟଅପ୍ ବନେଇ ପାରିବା। ମୁଁ ଆପଣଙ୍କୁ ଆଗରୁ ବି କହିଥିଲି କେବେ ଯେ MACDର ହିଷ୍ଟୋଗ୍ରାମ ଆକ୍ଚୁଆଲି ରିଭର୍ସାଲ ଫାଇଣ୍ଡ କରିବା ପାଇଁ ୟୁଜ୍ କରାଯାଏ। ଏବେ ମୁଁ ଲଙ୍ଗର ଟର୍ମର MACDର ହିଷ୍ଟୋଗ୍ରାମ ଯେମିତି ସେଟିଂ ମୁଁ ଆପଣଙ୍କୁ କାଲି ସହିତ ଆପଣଙ୍କ ସହିତ କାଲି ସେୟାର କରିଥିଲି। ଫାଷ୍ଟ ଲେନ୍ଥ 100, ସ୍ଲୋ ଲେନ୍ଥ 200 and signal smoothing 50 से in the same way जोटा slowest MACD histogram fast length 34, slow length 144 and signal smoothing 9। এই ୟାକୁ କେମିତି ଦୁଇଟା MACD କୁ ଜଏନ୍ କରିକି ଗୋଟେ ସିଗ୍ନାଲ ଆପଣ ଜେନେରେଟ୍ କରିପାରିବେ ଯଦି ଚାହୁଁଛନ୍ତି ତା ସେଟିଂ ପ୍ରିଭିୟସ୍ ଗଲା କାଲିର ଭିଡ଼ିଓକୁ ଆପଣ ଫଲୋ କରିପାରନ୍ତି। ଅ, ତ ସେଥିରେ ସେ ସେଟିଂ ବତେଇଥିଲି। ଆଜି ଚାଲନ୍ତୁ ପ୍ରାକ୍ଟିକାଲ ଏଭିଡେନ୍ସ ନେବା ୱେଦର ଏଇ ଟ୍ରେଡ୍ ସେଟଅପ୍ ଆମ ପାଇଁ ବେନିଫିସିଆଲ ହେଉଛି କି ନାହିଁ, ଏଥିରେ ଷ୍ଟପ୍ ଲସ୍ ହେଲା କି ପ୍ରଫିଟେବୁଲ ହେଲା ଆଜିର ଟ୍ରେଡ୍ ଇନ୍ ବ୍ୟାଙ୍କ ନିଫ୍ଟି, ନିଫ୍ଟି, ସେନ୍ସେକ୍ସ, ଯାହା ଯାହା ବି ହଉ ମୁଁ ଏଇ ତିନିଟାକୁ ଆଜି ଏବେ ବର୍ତ୍ତମାନ ଦେଖେଇବି। ଏବେ ଦେଖନ୍ତୁ ଆପଣଙ୍କର ଆଜି, ହଁ ଆଉ ଥରେ ମନେ ପକାଇ ଦେଉଛି, ଏଇ ବ୍ଲାକ୍ ଲାଇନ୍ ଯେତେବେଳେ ସେଣ୍ଟ୍ରାଲ ଲାଇନ୍ ଉପରକୁ ଯିବ, ସେଣ୍ଟ୍ରାଲ ଲାଇନ୍ ଦେଖନ୍ତୁ ଏଇ ଯେଉଁ ଡ୍ୟାସ୍ 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 ଲାଇନ୍ ହେଇଛି, ଡଟେଡ୍ ଯେଉଁ ଲାଇନ୍ ଅଛି ଦ୍ୟାଟ୍ ଇଜ ଦ ସେଣ୍ଟ୍ରାଲ ଲାଇନ୍ ଉପରକୁ ଯେତେବେଳେ ବ୍ଲାକ୍ ଲାଇନ୍ କ୍ରସ୍ କରିବ ଦ୍ୟାଟ୍ ଇଜ ଇଣ୍ଡିକେସନ୍ ଟୁ ଏଣ୍ଟର ଦ ଟ୍ରେଡ୍। ବଟ୍ କଣ୍ଡିସନ୍ କହିଥିଲି ଏଇ ଯେଉଁ ହିଷ୍ଟୋଗ୍ରାମ ଯେଉଁଟାକ ଆପଣଙ୍କର କଲମ୍ ମାନେ ଥ୍ରୋରେ ଦେଖାଉଛି, ମୁଁ ୟାକୁ ଏରିଆ କରିଦେଉଛି ଆହୁରି ବେଟର କନଭିନିଏନ୍ସ ପାଇଁ। ତାକି ଗୋଟେ ମିନିଟ୍ ୱେଟ୍ କରନ୍ତୁ, ସେଟିଂରେ ମୁଁ ହିଷ୍ଟୋଗ୍ରାମକୁ ଏରିଆ କରିଦେଉଛି ତାକି ପୁରା ଆପଣଙ୍କୁ କ୍ଲାରିଟିରେ ଦେଖାଯିବ। ଦେଖନ୍ତୁ ଯେତେବେଳେ ଏଇ ଯେଉଁ ଏରିଆ ଅଫ୍ ଦ ହିଷ୍ଟୋଗ୍ରାମ ଯଦି ପୁରା ଡିପ୍ ବ୍ଲୁ ଅଛି, ତାମାନେ ଡିପ୍ ଗ୍ରୀନ୍ ଅଛି, ତାମାନେ ଆପଣ ବୁଝିଯିବେ ଯେ ଇଟ୍ ଇଜ୍ ଦ ରାଇଟ୍ ଟାଇମ୍ ଟୁ ଏଣ୍ଟର ଇନ୍ ଦ ଟ୍ରେଡ୍। ଏଇଟା କହିଥିଲି ପ୍ରଥମ ପାରାମିଟର ବ୍ଲାକ୍ ଲାଇନ୍ କ୍ରସ୍ ଓଭର ଦ ଯେଉଁ ଡଟେଡ୍ ଲାଇନ୍, ତାପରେ ହିଷ୍ଟୋଗ୍ରାମର କଲର୍ଟା ଡିପ୍ ଗ୍ରୀନ୍ ହେବା ଦରକାର, ହେଲେ ମୁଁ ଏଣ୍ଟ୍ରି କରିବି ଟ୍ରେଡ୍ରେ। ଷ୍ଟପ୍ ଲସ୍ କ'ଣ ହେବ ନା, ଏବେ ଦେଖନ୍ତୁ ସପୋଜ ମୁଁ ଏଇ ଜାଗାରେ ଏଣ୍ଟ୍ରି କଲି, ଦିସ୍ ଇଜ୍ ମାଇ ଏଣ୍ଟ୍ରି କ୍ୟାଣ୍ଡେଲ୍। ଷ୍ଟପ୍ ଲସ୍ କୋଉଟା ହେବ ନା ନିୟରେଷ୍ଟ ସୁଇଙ୍ଗ ଲୋ। ଓକେ, ଏଇଟା ହେଲା ସୁଇଙ୍ଗ ଲୋ। ଟାର୍ଗେଟ୍ କେତେ ହେବ 1:1 ଅର୍ 1.5। ଦେଖନ୍ତୁ ପ୍ରଥମେ ଏବେ ଯେତେବେଳେ ଆପଣ 1 ମିନିଟ୍ରେ ବିଙ୍ଗ ଏ ସ୍କାଲ୍ପର ୟୁଜ୍ କରୁଛନ୍ତି, ବେଟର୍ ହେବ ଆପଣ 1:1 ମାନେ ରେସିଓରେ ଆପଣ ଟ୍ରେଡ୍କୁ ପ୍ଲାନ୍ କରନ୍ତୁ। ବିକଜ୍ ଅଧିକ ସମୟ ରହିଲେ ଇଟ୍ ମେ ଅର୍ ମେ ନଟ୍ ବି ହେଲ୍ପଫୁଲ୍ ଫର୍ ୟୁ, କାରଣ ଆମେ ସ୍କାଲ୍ପିଂ କରୁଛନ୍ତି ନା 1 ମିନିଟ୍ରେ। ଯେତେ ଅଧିକ ଟାଇମ୍ ଫ୍ରେମ୍ ବଢ଼ିବ ସେତେ ମାନେ ଅଧିକ ସମୟ ଚାଲିବାର ଟ୍ରେଡ୍ ଚାଲିବାର ଆପଣଙ୍କର ପସିବିଲିଟି ବଢ଼ିଯିବ। ଦେଖନ୍ତୁ ଯଦି ଏଇ ଜାଗାରେ ଆମେ ଏଣ୍ଟ୍ରି କଲେ, ଏଇ କ୍ୟାଣ୍ଡେଲରେ ଦେଖନ୍ତୁ ଏଇ ଜାଗାରେ ଆପଣଙ୍କ କ୍ରସ୍ କଲା, ଏଇ ଜାଗାରେ ଏଣ୍ଟ୍ରି କଲେ, ତାମାନେ ମୁଁ ଏକ୍ଜାକ୍ଟଲି ସେଇ କ୍ୟାଣ୍ଡେଲ ଉପରେ 1:1ର ଟ୍ରେଡ୍ ସେଟଅପ୍ ଦେଖୁଛି। କେତେ କମ୍ ସମୟ ଭିତରେ ଆପଣଙ୍କ ଟ୍ରେଡ୍ ଆପଣଙ୍କୁ 1:1 ଦେଇଦେଲା। ଠିକ୍ ଅଛି, 1:1 ତ ଛାଡ଼ନ୍ତୁ, ଆଇ ଥିଙ୍କ 1:1.5% ମଧ୍ୟ ଆପଣଙ୍କୁ 1:1.5 ମଧ୍ୟ ଟାର୍ଗେଟ୍ ଦେଇଛି। ଓକେ, ତାମାନେ ଏ ଟ୍ରେଡ୍ ପ୍ରଫିଟେବୁଲ୍ ଥିଲା। ଠିକ୍ ଅଛି, ଦେଖିବା ଆଉ କିଛି ବନିଛି କି। ସେକେଣ୍ଡ ଏଗେନ୍ ଏଗେନ୍ ଦେଖିବା, ଏଗେନ୍ ଏଇ ଜାଗାରେ ପୁଣି ଆଉଥରେ ତଳକୁ ଯାଇକିରି ବ୍ଲାକ୍ ଲାଇନ୍ ଡଟେଡ୍ ଲାଇନ୍ ଉପରକୁ ଗଲା। ଏଇ ଜାଗାରେ ଆମେ ଟ୍ରେଡ୍ ପ୍ଲାନିଂ କରିପାରିବା, ଯେମିତି ମୁଁ ଦେଖାଇ ଦେଉଛି କେଉଁ ଜାଗାରେ ଏଣ୍ଟ୍ରି କରିବା। ଏଇ ଜାଗାରେ ମୁଁ ବର୍ତ୍ତମାନ ଏବେ ଟ୍ରେଡ୍ ପ୍ଲାନ୍ କରିବି, ଏଣ୍ଟ୍ରି କରିବି ଏଇଠି, ଷ୍ଟପ୍ ଲସ୍ ଦେବି ବିଲୋ ଦ ସ୍ୱିଙ୍ଗ ଲୋ ହିଅର୍। ତ ଏବେ 1:1 ଫାଷ୍ଟ ଟାର୍ଗେଟ୍ ମୁଁ ନେବି। ଏବେ ଆପଣ ନିଜେ କୁହନ୍ତୁ 1:1 ଟାର୍ଗେଟ୍ ଆଚିଭ୍ ହେଇଛି କି ନାହିଁ। ଦେଖନ୍ତୁ ଇମିଡ଼ିଏଟଲି
ଏଠି 1:1.5 ର ଟାର୍ଗେଟ ମଧ୍ୟ ଆପଣଙ୍କୁ ହିଟ୍ ହେଇଛି। କ୍ଲିଅର? ଷ୍ଟପ୍ ଲସ୍ ନାହିଁ, ଟାର୍ଗେଟ ହିଟ୍ ହେଲା। ଏଇଟା ହେଉଛି 1:1.1, ତାମାନେ 1:1 ନାଇଁ 1:2 ମଧ୍ୟ ଆପଣଙ୍କୁ ଟ୍ରେଡ୍ ସେଟଅପ୍ ଟ୍ରେଡ୍ ମିଳିଛି। ଓକେ, ତାମାନେ ଆଜି ଦୁଇଟା ଟ୍ରେଡ୍ ମଧ୍ୟ ସକ୍ସେସଫୁଲ୍ ଥିଲା। ଓକେ, ପୁଣି ଆଉ କିଛି ଟ୍ରେଡ୍ ଆସିଥିଲା କି ଆଜି ଟ୍ରାଏ କରିବା ବୁଝିବା। ନେକ୍ସଟ ଦେଖନ୍ତୁ, ମାର୍କେଟ ବନ୍ଦ ହେବା ପୂର୍ବରୁ ଏଗେନ୍ ଆଉ ଗୋଟେ ଟ୍ରେଡ୍ ସେଟଅପ୍ ଏଠି ଆସିଛି। ଇନ୍ ଦ ହିଅର୍ ଅଲସୋ ଆମେ ଏଇ ଜାଗାରେ ଏଣ୍ଟ୍ରି କରିବା। ଆମର ଷ୍ଟପ୍ ଲସ୍ ରହିବ ଦିସ୍ ସୁଇଙ୍ଗ ଲୋ। ଏଠି ଦେଖନ୍ତୁ ସ୍କାଲ୍ପର ଆପଣ ଟାଇମ୍ ଫ୍ରେମ୍ କମେଇବେ ମାନେ ବିଙ୍ଗ ଏ ସ୍କାଲ୍ପର ଆପଣଙ୍କୁ ଇମିଡ଼ିଏଟଲି ବାହାରିବାକୁ ପଡ଼ିବ। ଏବେ ଦେଖନ୍ତୁ ମାର୍କେଟ କ୍ଲୋଜ୍ ହେବା ପୂର୍ବରୁ ମଧ୍ୟ, ମୁଁ ତ କେବେ ସଜେଷ୍ଟ କରିବିନି ଆପଣ ତିନିଟା ପରେ ଆଉ ଟ୍ରେଡ୍ ରଖନ୍ତୁ, ଫିର୍ ବି ମାର୍କେଟ କ୍ଲୋଜ୍ ହେବା ପୂର୍ବରୁ ମଧ୍ୟ ଆପଣଙ୍କୁ ଟାର୍ଗେଟ ଦେଇକି ଯାଇଛି। ତାମାନେ in the today scenario this setup is also very much effective ଏବଂ ଆଜି ସକ୍ସେସଫୁଲ୍ ମଧ୍ୟ ହେଇଛି। କେଉଁଥିରେ? ଇନ୍ ଦ ନିଫ୍ଟି, ଏ ବ୍ୟାଙ୍କ ନିଫ୍ଟି। ସେମ୍ କଥା ଆମେ ନିଫ୍ଟିରେ ଚେକ୍ କରିବା। ନିଫ୍ଟିରେ ଆଜି ସେମିତି ଟ୍ରେଡ୍ ସେଟଅପ୍ ଆସିଛି କି ନାହିଁ ଏବଂ 1 ମିନିଟ୍ରେ ତ ଦେଖିବେ, ଚେକ୍ କରିବା। ଦେଖନ୍ତୁ ମୋତେ ଦରକାର କ'ଣ? ବ୍ଲାକ୍ ଲାଇନ୍ କ୍ରସ୍ କରିବ। ଏଇ ଜାଗାରେ ବ୍ଲାକ୍ ଲାଇନ୍ କ୍ରସ୍ କଲା। ଓକେ, ଏଇ ଜାଗାରେ ଆପଣଙ୍କର ବ୍ଲାକ୍ ଲାଇନ୍ କ୍ରସ୍ କଲା, ତାମାନେ ମୋର ଏଣ୍ଟ୍ରି କ୍ୟାଣ୍ଡେଲ୍ ହେବ ଦିସ୍ ୱାନ୍। ଏଇଠି ମୁଁ ଏଣ୍ଟ୍ରି କରିବି। ମୋର ଷ୍ଟପ୍ ଲସ୍ କେଉଁଠି ହେବ? ସୁଇଙ୍ଗ ଲୋ। ଦେଖନ୍ତୁ ଏଇଠି ଗୋଟେ ଆପଣ ଷ୍ଟପ୍ ଲସ୍ ଏଇଟାକୁ ବି ନେଇପାରନ୍ତି, କିମ୍ବା ବିଲୋ ଇଟ୍ ଅଲସୋ ଏନାଦର ସୁଇଙ୍ଗ ଲୋ ଇଜ୍ ଦେୟାର। ସେଠି ବି ଆପଣ ପ୍ଲାନ୍ ବି କରିପାରିବେ, ଯେଉଁଟା ଆପଣଙ୍କ କମ୍ଫର୍ଟେବିଲିଟି, କିଛି ଅସୁବିଧା ବି ନାହିଁ। ଯଦି ଏଟାକୁ ରଖିବେ ତାହେଲେ ଟ୍ରେଡ୍ ଟିକେ ଲେଟ୍ରେ ଆପଣଙ୍କ ଟାର୍ଗେଟ୍ ଆସିବ, ଫିର୍ ବି ଆଚିଭ୍ ହେଇଛି। ଦେଖନ୍ତୁ 1:1.1, 1:1.1 ଛାଡ଼ନ୍ତୁ, 1:2 ମଧ୍ୟ ଆପଣଙ୍କୁ ପାଖାପାଖି 1:2 ଆପଣଙ୍କୁ ଟାର୍ଗେଟ୍ ମିଳିଛି। ଓକେ, ତାମାନେ ଏ ଟ୍ରେଡ୍ ସେଟଅପ୍ ଆଜି ପାଇଁ ପରଫେକ୍ଟଲି ୱାର୍କ କରିଛି। ଦେଖନ୍ତୁ ଯଦି ସପୋଜ ସକାଳେ କିଏ ଟ୍ରେଡ୍ ନେଇନାହିଁ, ଏଗେନ୍ ଏଇ ଜାଗାରେ ପୁଣି ଆଉ ଥରେ ଟ୍ରେଡ୍ ଆସିଛି ହିଅର୍। ଏଇ ଜାଗାରେ ଆପଣଙ୍କର ଏଣ୍ଟ୍ରି ମୁଁ ପୁରା ଦେଖେଇବି। ସୁଇଙ୍ଗ ଲୋ ହେଉଛି ଏଇଟା, ଯଦି ସୁଇଙ୍ଗ ଲୋ ଦିସ୍ ୱାନ୍, ତାମାନେ ଏଇଠୁ ଏଇ ଜାଗା ପର୍ଯ୍ୟନ୍ତ ଆପଣଙ୍କର ରହିବ ଷ୍ଟପ୍ ଲସ୍। ତାମାନେ ଆପଣ 1:1 ଏବେ ଦେଖିବେ, 1:1 ଆପଣଙ୍କୁ ଟ୍ରେଡ୍ ସେଟଅପ୍ରେ ପ୍ରଫିଟେବିଲିଟି ମିଳିଛି କି ନାହିଁ ଦେଖନ୍ତୁ। 1:2 ମଧ୍ୟ ଟ୍ରେଡ୍ ସେଟଅପ୍ରେ ମିଳିଛି। ମାନେ ସେକେଣ୍ଡ ଟ୍ରେଡ୍, ଯଦି ଫାଷ୍ଟ ଟ୍ରେଡ୍ ମିସ୍ କରିଛନ୍ତି, ସେକେଣ୍ଡ ଟ୍ରେଡ୍ ମଧ୍ୟ ସକ୍ସେସଫୁଲ୍, ତାକୁ ଛାଡ଼ନ୍ତୁ। ସେକେଣ୍ଡ ଟ୍ରେଡ୍ ଜାଗାରେ ଥାର୍ଡ ଟ୍ରେଡ୍ ବି ଆପଣ ଫାଷ୍ଟ ନେଇନାହାନ୍ତି, ସେକେଣ୍ଡ ନେଇନାହାନ୍ତି, ଥାର୍ଡ ଫିର୍ ବି ଆସିଛି ଆଉ ଥରେ ଏଗେନ୍ ଦିସ୍। ଏ ଜାଗାରେ ଯଦି ଆପଣ ଏଣ୍ଟ୍ରି କରିବେ, ଆପଣଙ୍କର ଷ୍ଟପ୍ ଲସ୍ ରହିବ ଏଇଠି। ଠିକ୍ ଅଛି, ତାମାନେ ଏବେ ଏ ଟାର୍ଗେଟ୍ ଆପଣଙ୍କୁ ମିଳିଛି କି ନାହିଁ ଦେଖନ୍ତୁ, ପୁରା ଏକ୍ଜାକ୍ଟଲି 1:1। ସେଥିପାଇଁ ମନେ ରଖନ୍ତୁ 1:1 ବିଙ୍ଗ ଏ ସ୍କାଲ୍ପର ଆପଣ ଟାର୍ଗେଟ୍ ନେବେ, ଷ୍ଟପ୍ ଲସ୍ 1 ନେବେ, ଟାର୍ଗେଟ୍ ବି 1 ନେବେ। କ୍ଲିଅର? ଆଜି ତିନିଟା ଯାକ ଟ୍ରେଡ୍ ୱାଜ୍ ସକ୍ସେସଫୁଲ୍ ଏବଂ ମାନେ ଯଦି ଆପଣ କେବଳ ଏଇ ସେଟଅପ୍ରେ ବି କାମ କରିଥାନ୍ତେ, ନିଫ୍ଟି ମଧ୍ୟ ଆପଣଙ୍କୁ ପ୍ରଫିଟେବୁଲ୍ କରିଥାନ୍ତା। ଠିକ୍ ଅଛି, ତାପରେ ଚାଲନ୍ତୁ ଏବେ ସେନ୍ସେକ୍ସ ଯିବା। ବ୍ୟାଙ୍କ ନିଫ୍ଟି ସରିଲା, ନିଫ୍ଟି ସରିଲା, ଏବେ ସେନ୍ସେକ୍ସରେ ବି ଦେଖିବା। ଯଦି ସେନ୍ସେକ୍ସକୁ ଆମେ ଆଜି ଅବଜର୍ଭ କରିବା, ଗୋଟେ ମିନିଟ୍, ସେନ୍ସେକ୍ସରେ ଆଜି କିଛି ଟ୍ରେଡ୍ ସେଟଅପ୍ ଆସିଥିଲା କି? ଯଦି ଆସିଥିଲା, କ'ଣ ହେଇଛି ତାର ରେଜଲ୍ଟସ୍ ଦେଖିବା। ଦେଖନ୍ତୁ ମର୍ଣ୍ଣିଂରେ ଏଇ ଜାଗାରେ ଆପଣଙ୍କୁ ଟ୍ରେଡ୍ ମିଳିଲା, ଠିକ୍ ଅଛି। ଏଇ କ୍ୟାଣ୍ଡେଲରେ ଯେଉଁଠି ମୁଁ ଆପଣଙ୍କୁ ଦେଖାଉଛି କର୍ସର, ଦେଖନ୍ତୁ ଆପଣଙ୍କର ଏଣ୍ଟ୍ରି କ୍ୟାଣ୍ଡେଲ୍ ୱାଜ୍ ଦିସ୍। ଗୋଟେ ମିନିଟ୍, ଏଣ୍ଟ୍ରି କ୍ୟାଣ୍ଡେଲ୍ ୱାଜ୍ ଦିସ୍, ଷ୍ଟପ୍ ଲସ୍ ବିଲୋ ଦି ସୁଇଙ୍ଗ ଲୋ, ନିୟରେଷ୍ଟ ଲୋ ଯେହେତୁ ଏଠି ଅଛି, ଆପଣ ଏକୁ ମଧ୍ୟ ପ୍ଲାନ୍ କରିପାରିବେ ଏଜ୍ ଏ ଷ୍ଟପ୍ ଲସ୍। ଏବେ ଟାର୍ଗେଟ୍ ନିଅନ୍ତୁ 1:1। ଯଦି ଏଇଠୁ ଏତିକି ଆପଣ ଷ୍ଟପ୍ ଲସ୍ ନେଲେ ଲୋଏଷ୍ଟ ଲୋଟାକୁ, ତାହେଲେ ଆପଣଙ୍କ ଷ୍ଟପ୍ ଲସ୍ ବି ହିଟ୍ ହେଇନି ଏବଂ ଟାର୍ଗେଟ୍ ଆପଣଙ୍କୁ ଇଜିଲି ମାନେ ଆଚିଭ୍ ହେଇଛି। ଠିକ୍ ଅଛି, ତାମାନେ ଆଜି ମଧ୍ୟ ସେନ୍ସେକ୍ସରେ ମଧ୍ୟ ପରଫେକ୍ଟଲି ୱାର୍କ କରିଛି। ଓକେ, ନେକ୍ସଟ ଯଦି ଫାଷ୍ଟ ଟ୍ରେଡ୍ ଆପଣ ମିସ୍ କଲେ, ଏଗେନ୍ ମଧ୍ୟ ଏଇ ଜାଗାରେ ଆପଣଙ୍କୁ ଏଣ୍ଟ୍ରି ମିଳିଛି। ଚେକ୍ କରିବା ସୁଇଙ୍ଗ ଲୋ, ଏଇଟା ଷ୍ଟପ୍ ଲସ୍ ଜାଗା,
ଏବେ ଏଣ୍ଟ୍ରି এই ଜାଗାରେ ଏଣ୍ଟ୍ରି ଆପଣ ଏଣ୍ଟ୍ରି କରିବେ 1:1 1:2 ମଧ୍ୟ ଆମକୁ ଟାର୍ଗେଟ ମିଳିଛି। ସେକେଣ୍ଡ ଟ୍ରେଡ୍ ୱାଜ ଅଲସୋ ପ୍ରଫିଟେବଲ। ଓକେ, ନେକ୍ସଟ ଆମେ ଦେଖିବା ଏଗେନ୍ ଥାର୍ଡ ଟାଇମ୍ ମଧ୍ୟ ଏଇ ଜାଗାରେ ମିଳିଛି ଆପଣଙ୍କୁ ଏଣ୍ଟ୍ରି, ଏଇ ଜାଗାରେ ପୁଣି କ୍ରସ୍ କଲା। ଓକେ, ଦେଖନ୍ତୁ in this candle we also enter here। ଆପଣଙ୍କ ଷ୍ଟପ୍ ଲସ୍ ନିୟରେଷ୍ଟ ସୁଇଙ୍ଗ ଲୋ, ଦିସ୍ ୱାଜ ଆୱାର ଷ୍ଟପ୍ ଲସ୍। ଏଇଥିପାଇଁ ମୁଁ କହୁଥିଲି, ଦେଖନ୍ତୁ ମୋ ପୂର୍ବରୁ କାହିଁକି ସବୁବେଳେ ନିୟରେଷ୍ଟ ଲୋ ଜାଗାରେ ଯୋଉଟା ଡିପର ଲୋ ଥାଏ ମୁଁ ତାକୁ ନଉଥିଲି, ଏଇଥିପାଇଁ ନଉଥିଲି। ଦେଖନ୍ତୁ ଏଇ ଜାଗାରେ ଆପଣଙ୍କର ଲୋ ଥିଲା, ମୁଁ କହିଥିଲି ନା ପାଖରେ ଯୋଉଟା ଅଧିକ ଡିପ୍ ଥିବ ଆପଣ ସେଇଟାକୁ ନେବେ, କାହିଁକି ନା ଲିକ୍ୱିଡି ଗ୍ରାଫ୍ସ କରିବା ପାଇଁ ବେଳେ ବେଳେ ପ୍ରାଇସ୍ ସେଠିକି ଆସେ, ତାମାନେ ଏଇ ଲୋ କୁ ଆପଣ ନେବେ। ଠିକ ଅଛି, ଏବେ ଏଣ୍ଟ୍ରି କରନ୍ତୁ। ଇଏ ମଧ୍ୟ ଏକ୍ଜାକ୍ଟଲି ଆପଣ ଦେଖନ୍ତୁ ଏକ୍ଜାକ୍ଟଲି 1.1 କୁ ଟଚ୍ କରିକି ଆପଣ ଏଇ ଜାଗାରେ 1.1 କୁ ଟଚ୍ କରିକି ଆପଣ ପ୍ରାଇସ୍ ପୁଣି ଫଲ୍ କଲା। ଆଉ କଣ ଦରକାର କୁହନ୍ତୁ? এই ସିମ୍ପଲ ଟ୍ରେଡ୍ ସେଟଅପରେ ଯଦି ଆଜି ଦିନ ସାରା ଆପଣଙ୍କୁ ଯଦି ଫାଷ୍ଟ ନେଇନାହାନ୍ତି ତ ସେକେଣ୍ଡ ନେଇନାହାନ୍ତି ତ ଥାର୍ଡ ଅପରଚ୍ୟୁନିଟି ମିଳିଛି, ତାହେଲେ ଅଲଗା ଟ୍ରେଡ୍ ସେଟଅପ୍ ଆପଣ କାହିଁକି ଢୁଣ୍ଡିବେ? କିନ୍ତୁ ଯେମିତି ମୁଁ ଆଗରୁ କହିଛି, କୌଣସି ଟ୍ରେଡ୍ ସେଟଅପ୍ 100% ନୁହଁ। ଆଜି ହୁଏତ ଆଜିକା ସିନାରିଓରେ ଇଏ ପରଫେକ୍ଟଲି ୱାର୍କ କରୁଛି, କିନ୍ତୁ ଯଦି ଆପଣଙ୍କର କୌଣସି ଟ୍ରେଡ୍ ସେଟଅପ୍ 50% ତାର ମାନେ ଟାର୍ଗେଟ ରେଟ୍ ଅଛି, ତାହେଲେ ମଧ୍ୟ ଆପଣ ଡିସିପ୍ଲିନ ମେଣ୍ଟେନ୍ କରୁଥିଲେ ଆପଣ ମଧ୍ୟ ସକ୍ସେସଫୁଲ ହେଇପାରିବେ। ଓକେ, ଆଇ ଥିଙ୍କ ଇଟ୍ ଇଜ ନାଉ କ୍ଲିୟର। ମୁଁ ଆହୁରି ମଧ୍ୟ ଫର୍ଦର ୟାର ଉପରେ ଆହୁରି ଏକ୍ସଟ୍ରା କନସେପ୍ଟ ଆପଣଙ୍କ ସହିତ ସେୟାର କରିବି, କିନ୍ତୁ ଆପଣ ନିଜେ ମୁଁ ଯାହା ଯାହା କହିଲି ନା ନିଜେ ଆପଣ ଏ ସେଟିଂ କରନ୍ତୁ। ପୂର୍ବ ଭିଡ଼ିଓ ଆପଣ ଦେଖନ୍ତୁ, ନିଜେ ସେଟିଂ କରନ୍ତୁ। ସେଟିଂ କଲା ପରେ ନିଜେ ଆଗର 15 ଦିନ ପେପର ଟ୍ରେଡ୍ କରନ୍ତୁ, ତାପରେ ଦେଖନ୍ତୁ ମ୍ୟାଜିକ୍ ଅଫ ଦିସ୍ କନସେପ୍ଟ। ଓକେ, ଥ୍ୟାଙ୍କ ୟୁ, ହ୍ୟାପି ଟ୍ରେଡିଂ। ଯଦି ଆପଣଙ୍କୁ ମାନେ ଏ ଭିଡ଼ିଓ ଭଲ ଲାଗୁଥିବ ତ ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଆଉ ଲାଇକ୍ ମଧ୍ୟ କରନ୍ତୁ। ଆଉ କୋଉଥିରେ ଆପଣ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ସେ ସେ ବିଷୟରେ ମଧ୍ୟ ଆପଣ କମେଣ୍ଟସ୍ ଲେଖିପାରନ୍ତି, କି ସେ ଆକର୍ଡିଙ୍ଗଲି ମୁଁ ଆପଣଙ୍କୁ ସେ ସେଟଅପ୍ ମଧ୍ୟ କରିକି ଦେବି। କିନ୍ତୁ ଯୋଉ ଯୋଉ ସେଟଅପ୍ ମୁଁ ଆପଣଙ୍କ ସହିତ ଡିସ୍କସନ୍ କରୁଛି ନା, ଇଏ ସବୁ ଇଏ ସବୁ ଅ, ସବୁ ପ୍ରଫିଟେବୁଲ ସେଟଅପ୍। ମୁଁ ସେଇଥିପାଇଁ ପ୍ରତ୍ୟେକ ସେଟଅପକୁ ମିନିମମ୍ 2-3 ଥର 2-3 ଦିନ ସେ ଏକା କନସେପ୍ଟ ଉପରେ ଡିସ୍କସନ୍ କରେ, ତାକି ଖାଲି ଭିଡ଼ିଓ କରିଦେଲେ ତ ହବନି, ମାର୍କେଟରେ ସେ ଚାଲୁଛି ନା ନାହିଁ ଜାଣିବା ଦରକାର। ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଏଗେନ୍ ଫର୍ ୱାଚିଂ, ଥ୍ୟାଙ୍କ ୟୁ।